ଯାହାକୁ ବ୍ୟାସଦେବ ପ୍ରମାଣ କଲେ। ବ୍ୟାସଦେବ କହିଛନ୍ତି। ଆଚ୍ଛା କହିଲେ ପୁଣ୍ୟ ଶ୍ଲୋକ ନଳ ରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ପୁଣ୍ୟ ଶ୍ଲୋକ ବୈଦେହୀଶ ଜଗତରେ ପୁଣ୍ୟ ଶ୍ଲୋକ କାହାକୁ କୁହାଯାଏ? କାହାକୁ କୁହାଯାଏ ପୁଣ୍ୟ ଶ୍ଲୋକ ବୋଲି? ପୁଣ୍ୟ ଆଜ୍ଞା ବୋଲେ ଯିଏ ଜୀବନରେ ଜମା ପାପ କରିନି। ଆଜ୍ଞା ଯିଏ ପାପ କରିଛି ସେ କଣ ପୁଣ୍ୟବାନ ହବ? ପାପି ନା ଶୁଣୁଛ ପୁଣ୍ୟ କୋଉଠୁ ଆସିବ? ଚାରିଟା ଯୁଗରେ 4 ଜଣ ଆଜ୍ଞା କେବେ ପାପ କରିନାହାନ୍ତି। ହଁ ସେ 4 ଜଣ କିଏ? ସେ 4 ଜଣ କିଏ କିଏ ଯେ ଏତେ ପାପ କରିଛନ୍ତି ତାଙ୍କ ନାଁଟା ରହିଛି? ନା ପୁଣ୍ୟ ଶ୍ଲୋକ ନଳ ରାଜା, ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର, ଆଚ୍ଛା ପୁଣ୍ୟ ଶ୍ଲୋକ ବୈଦେହୀଶ, ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନ। କଳି ଯୁଗରେ ଜନାର୍ଦ୍ଦନ ବୋଲେ ଜଗନ୍ନାଥ କେବେ ପାପ କରିନି। ନା ନା ଜଗନ୍ନାଥ ପାପ କରିନି। ଜଗନ୍ନାଥ ହଉଛି ଜଗତର କର୍ତ୍ତା, ସେ କୋଉଠି ପାପ କରିବେ? ଯଦି ଜଗନ୍ନାଥ ପାପ କରିନି କେମିତି ପଶିଲା ଟୋକା ବେଶ୍ୟାଳୟ ଘର? କେମିତି ସେ ପୁଣ୍ୟ ଶ୍ଲୋକ ହୋଇବ ସଦ୍ଗହର? ବେଶ୍ୟାଟିଏ ଥାଏ, ତା ନାଁ ହେଲା ଚଞ୍ଚଳା ବେଶ୍ୟା। ବେଶ୍ୟା ପାଲାବାଲା ଟିକେ ମନ ଦେଇକି ଶୁଣୁଥା। ଆଉ ବିଷୟକୁ ବିଷୟ ଯଦି ଲଗେଇ ପାରୁନ ଆଚ୍ଛା ତାହେଲେ ସେ ପାଲାଟା ହେଲା ଠିକ। ଯଦି ଅନ୍ୟ କୁଆଡେ ଗତି କଲ, ଆଜିକାଲି ଆଉ କେହି ଗଣ୍ଠିଲି ବାନ୍ଧିବାକୁ କହୁନାହାନ୍ତି ପାଲାବାଲାଙ୍କୁ। ଆଜ୍ଞା ଯିଏ ଯେମିତିଆ ପାଲା ଗାଉ ଗଜପତି ପ୍ରତାପ ରୁଦ୍ରଦେବ। ଆଚ୍ଛା ପ୍ରତାପ ରୁଦ୍ରଦେବ। ରୁଦ୍ରଦେବ ଆଜ୍ଞା କଣ କଲେ? ସେତେବେଳେ ସିରାଜ ଉଦ୍ୱାଲା ବଙ୍ଗର ନବାବ ଆଚ୍ଛା ପୁରୀର ଶ୍ରୀମନ୍ଦିର ଗଜପତିଙ୍କ ଆଖିରେ ଆଖିରେ ଲୁହ। କଣ କରିବା?
କହିଲେ ହେ କରୁଣା କର। हे प्रभु दीनबंधु ସେତେବେଳେ ଶ୍ରୀକ୍ଷେତ୍ରରେ आहा କ୍ଷତ୍ରିୟ ସୈନ୍ୟ ଏ ଖୋର୍ଦ୍ଧାଗଡ଼ରୁ अच्छा ଆଜ୍ଞା 10,000 10,000 अच्छा କିନ୍ତୁ ସିରାଜ ଉଜ୍ଜ୍ୱଳ ଆଣିଛି 1,00,000 ସୈନ୍ୟ। अच्छा 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 ଆଉ ଯେ ଏ 1,00,000 ସୈନ୍ୟ ଆଗରେ 10,000 କିଛି ନୁହେଁ ସେ ତାହେଲେ ଜଗନ୍ନାଥ କଣ ଲେଉଟି ପଡିବ? ଆଜ୍ଞା ଦେଖିବା କଣ ହଉଛି। ଡାକିଲେ ହାତ ଯୋଡିକି ସବୁ ଜଗନ୍ନାଥ ବାସ୍ ହାତ ଯୋଡିକି ଦୁଃଖ ଜଣାଇଲେ ପ୍ରଭୁଙ୍କୁ କହିଲେ ପ୍ରଭୁ ହେ ପ୍ରଭୁ ଏବେ ବାଟ କଣ ହବ? କଣ ହବ ପ୍ରଭୁ? ସର୍ବାରିଷ୍ଟ ଶାନ୍ତିରସ୍ତୁ। ବାପା ମାଙ୍କର ଭଲ ପୁଅ ହ, ଭଲ ପାଠ ପଢ, ଭଲ ନାଁ ରଖ, ଏତିକି ମା କାଳୀଙ୍କ ପାଖରେ ମୁଁ ଆତ୍ମନିବେଦନ କରୁଛି। ମତେ 100-200 ଦେଇଦେଲେ ମୁଁ ବଡ଼ ଲୋକ ହେବିନି, କିନ୍ତୁ ତୁ ଯଦି ପ୍ରକୃତରେ ପାଠ ପଢିକି ବଡ଼ ଲୋକ ହବୁ ତାହେଲେ ଦିନେ ନା ଦିନେ ମୋ ନାଁଟା ରହିବ। ଦିନେ ନା ଦିନେ କହିବୁ ମୋ ନାଁରେ ନୃସିଂହ ହୋତା ଚାମର ଟେକିଥିଲା। ଆଜ୍ଞା 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 ହେ ଭଗବାନ ମୁଁ ତତେ ଆଶୀର୍ବାଦ କରୁଛି ହଁ ହଁ ତୋ ବାପା ମାଙ୍କର ତୁ ଭଲ ପୁଅ ହ, ହଁ 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 ଏ ଗାଁର ଭଲ ପୁଅ ହ, ଏ ଅଞ୍ଚଳର ଭଲ ସନ୍ତାନ ହୁଅ। ହଁ 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 এই অঞ্চল যেমিতি তোতে সদাবেলে ঝুরুথব ହଁ 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 এতিকি আশীর্বাদ করুছি। ক্ষমা নিধি কি বারে সমমু অঞ্চলরে ক্ষমা নিধি কি বারে ଜମାନୁ ଅଞ୍ଚଳରେ খ্যাতি কি অর পিলি ক্ষমম অপরাধ ক্ষমম জীব সাধ খ্যাত চরণ তলে দেলি হে মহাপ্রভু 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 ଆଉ ଥରେ ମହାପ୍ରଭୁ ক্ষিতির ক্ষণে তুম্ভবানা କ୍ଷୀର କ୍ଷଣେ ତୁମ୍ଭବାନା ভব ভয়কু বজ্র সেনা ভব ভয়কু ভদ্রসেনা ভব সাগরে দেবে হৃদয় ভাসিব এবে ভব সাগরে দেবে নৃত্য ভাসিব দেবে ভব সাগরে দেবে নৃত্য ভাবিব দেবে ভব
ପ୍ରଭୁ କହିଲେ କ୍ଷିତି ରକ୍ଷଣେ ତୁମ୍ଭବାନା ଭବ ଭୟକୁ ବଜ୍ରସେନା। हे भगवान ବଡ଼ ଦେଉଳ ଭିତରେ ପ୍ରଭୁ ଆୟୁଷ୍ମାନ ଭବ। ବଡ଼ ଦେଉଳ ଭିତରେ ନୃତ୍ୟ କରୁଥାଏ ଗୋଟାଏ ଦେବଦାସୀ। ଆଚ୍ଛା 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 ଦେବଦାସୀ ଜଣେ ନୃତ୍ୟ କରୁଥାଏ ପ୍ରଭୁଙ୍କ ନିକଟରେ। ତା ନାଁ ହେଲା କେତକୀ। କେତକୀ ବୋଲି ନାମକ ଦେବଦାସୀ। ଆଚ୍ଛା ଆମ ଘର ମାନଙ୍କରେ ଆମେ ଯେତେବେଳେ ବୁଧେଇ ଓଷା କରେ, ଆଜ୍ଞା ଆଜ୍ଞା ଯେତେବେଳେ ଖୁଦୁରୁକୁଣୀ ଓଷା କରେ, ହଁ ହଁ ଯୋଉ ନଡିଆ ଗୁଡାକ ବାଡାଏ, ଆଜ୍ଞା ଆଜ୍ଞା ଆମେ ନଡ଼ିଆ ବାଡ଼ଉଛେ। ନଡିଆ ପାଣି ବାଣ୍ଟେନି, हाँ हाँ ହଁ ହଁ ବହୁତ ନଡ଼ିଆ ଯୋଉଠି ବହୁତ ପାଣି ହବ। ଇଏ ଆସି ମାର ବିମାନ ତିଆରି କରିଛି। ଆଚ୍ଛା ଇଏ ମାର ଫୁଲ ତୋଳିଛି। ଆଚ୍ଛା ସମସ୍ତଙ୍କୁ ଗିଲାସ ଗ୍ଲାସ ଲେଖେ ବାଣ୍ଟ। ହଉନି? ହଉଛି 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 ଯିଏ ଟିକେ ଉପକାର ମାଙ୍କର କରୁଛି ତାଙ୍କୁ ଦିଆଯାଏ ଆଉ କଣ। ଯଦି କାଂସ୍ୟ ପାତ୍ରରେ, କଂସା ପାତ୍ରରେ କଂସା ପାତ୍ରରେ ଆମେ ପଇଡ଼ ପାଣି ବା ନଡ଼ିଆ ପାଣି ପିଇବା, ସେ ବିଷ ହେଇଯିବ। ବିଷ ବିଷ କିନ୍ତୁ ଶ୍ରୀମନ୍ଦିରରେ ବଡ଼ ଦେଉଳରେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଆଚ୍ଛା ଏ ନୀତି ପ୍ରତି ପୂଜା ହୁଏ। କାଂସ୍ୟ ପାତ୍ରେ ଜହଳ, ବାଣ ପଇଡ଼ର ଜଳା ପିଅଇନି କହର। ସେ ହେଲା ମଦ୍ୟ। ମଦ୍ୟ ठीक ठीक आज्ञा ବୁଝିଲୁ କାଂସ ପାତ୍ରରେ ପଇଡ଼ ଜଳ ଥୁଆ ହେଲେ ମଦ ବୋଲି କୁହାଯାଏ। ମୁଁ ତ ଭାବିଲି ସାର୍ ଯୋଉ କହିଲେ ଅଡିଏନ୍ସ ଆମକୁ ବାଡେଇବେ। ଦୁଇ ଯାହାକୁ କାର୍ତ୍ତିକ ମାହାତ୍ମ୍ୟ କହିଲା, ଆଜ୍ଞା ଆଜ୍ଞା କଲା ଏ ଦେହେ ଅଛି ଯେଉଁ ରୂପ, ସତୀ ନିର୍ଘାତେ ଯେଉଁ ପାପ, ସତିନି ଘାତେ ଯେଉଁ ପାପ, ସତିନି ଘାତେ ଯେଉଁ ପାପ, ସେ ପାପ ବଜ୍ର କୀଟ ରୂପେ ମୋ ଦେହ କାଟୁଥିବ କୋପେ। ମୋ ଦେହ କାଟୁଥିବ ଗୋପେ, ମୋ ଦେହ କାଟୁଥିବ ଗୋପେ। କଲା ସହସ୍ର ସମ୍ବତ୍ସର ଶିଳା, ଗଣ୍ଡୁକି ଜଳେ ହେବ ଭେଳା। ଗଣ୍ଡୁକି ଜଳେ ହେବ ଭେଳା, ଗଣ୍ଡୁକି ଜଳେ ହେବ ଭେଳା। କଲା ସେ ବିଷ୍ଣୁ ଶିଳା ମୋର ମୂର୍ତ୍ତି, ପୂଜା କରିବେ ବିପ୍ରଜତି। ପୂଜା କରିବେ ବିପ୍ରଜତି, ପୂଜା କରିବେ ବିପ୍ରଜତି। ସହସ୍ର ସମ୍ବତ୍ସର ଶିଳା, ଗଣ୍ଡୁକି ନଦୀ ଜଳେ ହେବ ଭେଳା। ଭେଳା 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 ହେଇକି ଅଛନ୍ତି ଆଉ ଗଣ୍ଡୁକି ଜଳରେ। ଶିବ ଆଉ ଜଳନ୍ଧରଙ୍କର 18 ଦିନ ଯୁଦ୍ଧ ହେଲାଣି। ଆଜ୍ଞା ଆଜ୍ଞା ଜଳନ୍ଧର ଅସୁର ମରୁନି। ନାଇଁ 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 ଶିବଙ୍କ ସାଙ୍ଗରେ ପ୍ରଚଣ୍ଡ ଯୁଦ୍ଧ ଚାଲିଛି। ଦେବତା ମାନେ ହେଇଗଲାଣି। ନାରାୟଣଙ୍କୁ ଜପ କଲେ।
କହିଲେ ପ୍ରଭୁ ସୃଷ୍ଟି ଆଉ ରହିବନି। हे भगवान ଲୋପ ପାଇଯିବ ପ୍ରଭୁ। ରହିବ ନାହିଁ ରହିବ ନାହିଁ ନା କେମିତି ଜପ କଲେ? କେମିତି ଭଳିଆ ନାଚିଲେ ପ୍ରଭୁଙ୍କୁ। କହିଲେ ହରି ଶ୍ରୀ କମଳା କୁଚ ମଣ୍ଡଳ हरि सीता कमला कुचमण्डला ଧୃତ କୁଣ୍ଡଳ ହେ सुन्दर हे କଳିତ ଲଳିତ ବନମାଳ जय जय देव हरे 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 जय जय देव हरे କାଳିୟ ବିଷ ଧର ଗଞ୍ଜନ हरि काली ଜନରଞ୍ଜନ हे जगरंदन हे ଯଦୁଗୁଳ ନଳିନ ଦିନେଶ ଜୟ जय देव हरे 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 जय जय देव हरे ହରିଓ ମାଳ କମଳ ଦଳ ଲୋଚନ ଭବ ମୋଚନ ତ୍ରିଭୁବନ ଭୁବନ ନିଧାନ जय जय देव हरे 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 जय जय देव हरे ମା ଜଗନ୍ନାଥ ନିକଟରେ କେତକୀ ଦେବଦାସୀ ନୃତ୍ୟ କରୁଥାଏ। ଆଜ୍ଞା ଆଜ୍ଞା ଏଇ ଗୀତଟି ଗାନା କରିକି ନୃତ୍ୟ କରୁଥାଏ। ଆହା ବୁଢୀ ହେଇଗଲା ହଁ 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 ଆଉ ନାଚି ପାରିଲାନି। କଣ କରିବା ଆଉ ସମୟ ବଡ ବଳବାନ। ଦେବଦାସୀଙ୍କର ପ୍ରାପ୍ୟ କଣ କଣ ପ୍ରାପ୍ୟ? ନା ସୁବର୍ଣ୍ଣ ଥାଳିରେ ଆଜ୍ଞା 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 ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ଭୋଗ ହୁଏ ଭୋଗ ଭୋଗ ସେଇତକ ପ୍ରାପ୍ୟ ହଉଛି ଦେବଦାସୀର। ଆଜ୍ଞା 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 ଆଚ୍ଛା ଆଚ୍ଛା ସେଇ ଭୋଗ ତକ ଖାଇକି ସେ ବଞ୍ଚିବ। ଆହା ଦେଖୁଛୁ କି ଭାଗ୍ୟବାନ ପୁଅ। ପ୍ରତାପ ରୁଦ୍ରଦେବ ଗଜପତି ଆଚ୍ଛା ଦେବଦାସୀ ନାଚୁଛି। ଆହା ସେତିକି ବେଳେ କଣ ହେଲା ଆଜ୍ଞା ବୌଦ୍ଧ ଧର୍ମ ବାଲା ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ। ଆଜ୍ଞା ଆଜ୍ଞା